ଅମୃତସର ସବୁଠାରୁ ଖାସ୍ ଏବଂ ପ୍ରସିଦ୍ଧ ସ୍ଥାନ ମଧ୍ୟରୁ ଅନ୍ୟତମ। ଗୁରୁଦ୍ୱାରର ହରମିନ୍ଦର ସାହିବ, ଯାହାକୁ ଅନେକ ଲୋକ ଗୋଲ୍ଡେନ୍ ଟେମ୍ପଲ ବା ସ୍ୱର୍ଣ୍ଣ ମନ୍ଦିର ନାମରେ ଜାଣିଛନ୍ତି। ଏହି ଗୁରୁଦ୍ୱାର ନିଜର ସୁନ୍ଦରତା ଏବଂ ଧାର୍ମିକ ଏକତା ପାଇଁ ସାରା ଦୁନିଆରେ ପ୍ରସିଦ୍ଧ ଲାଭ କରିଛି। ଏହି ଧାର୍ମିକ ସ୍ଥଳ କେବଳ ସୁନ୍ଦର ନୁହେଁ, ଇତିହାସରେ ଏହାର ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଏହି ଗୋଲ୍ଡେନ୍ ଟେମ୍ପଲ ବିଷୟରେ କିଛି ଅଜଣା କଥା। ଶ୍ରୀ ହରମନ୍ଦିର ସାହିବ ନାମର ଅର୍ଥ ହେଉଛି ଭଗବାନଙ୍କର ମନ୍ଦିର ଏବଂ ଏହି ମନ୍ଦିରକୁ ସମସ୍ତ ଜାତିର ଲୋକମାନେ ବିନା କୌଣସି ଭେଦଭାବରେ ଆସିଥାନ୍ତି। ସ୍ୱର୍ଣ୍ଣ ମନ୍ଦିରକୁ ନିର୍ମାଣ କରିବା ପାଇଁ ମୁସଲିମ ଶାସକ ଆକବର ଜମିଦାନ କରିଥିଲେ ବୋଲି ଶୁଣିବାକୁ ମିଳେ। ମହାରାଜା ରଞ୍ଜିତ ସିଂ ମନ୍ଦିର ନିର୍ମାଣର ପ୍ରାୟ 2 ଶତାବ୍ଦୀ ପରେ ମନ୍ଦିରର ଦ୍ୱାରରେ ସୁନା ଚଢ଼ାଇଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ସରକାର ଜିତିବା ପାଇଁ ଏହି ସ୍ଥାନରେ ଅଖଣ୍ଡ ପାଠ କରିଥିଲେ। ଏହି ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଆପଣ 4ଟି ଦିଗରୁ ଏହି ମନ୍ଦିରକୁ ପ୍ରବେଶ କରିପାରିବେ, କାରଣ ଦିଗକୁ ନେଇ ଏହି ମନ୍ଦିରର ପ୍ରବେଶ ଦ୍ୱାର ନିର୍ମାଣ କରାଯାଇଛି। ଏହା ଲୋକଙ୍କର ଏକତାକୁ ଦର୍ଶାଇଥାଏ। ଅମୃତ ସରୋବର ମଝିରେ ଏହି ମନ୍ଦିରକୁ ନିର୍ମାଣ କରାଯାଇଛି। ଏହି ସରୋବରକୁ ସବୁଠୁ ପବିତ୍ର ସରୋବର ବୋଲି କୁହାଯାଇଥାଏ। ଏହି ଗୁରୁଦ୍ୱାରରେ ଶିଖ ଧର୍ମର ପ୍ରାଚୀନ ଐତିହାସିକ ବସ୍ତୁର ପ୍ରଦର୍ଶନ ମଧ୍ୟ କରାଯାଇଛି, ଯାହାକୁ ଦେଶ ବିଦେଶରୁ ଆସୁଥିବା କୋଟି କୋଟି ଦର୍ଶକ ଦେଖିପାରୁଛନ୍ତି। ସ୍ୱର୍ଣ୍ଣ ମନ୍ଦିରର ମୁଖ୍ୟ ହଲ୍ ଗୁରୁ ଗ୍ରନ୍ଥ ସାହିବଙ୍କର ଘର ଥିଲା। ଏଠାରେ ଦୁନିଆର ସବୁଠୁ ବଡ଼ ଲଙ୍ଗର ଲଗାଯାଏ। ପ୍ରାୟ 70,000 ଲୋକ ସବୁଦିନ ଭୋଜନ କରିଥାନ୍ତି। କୁହାଯାଏ ଯେ ମୋଗଲ ବାଦଶାହ ଆକବର ମଧ୍ୟ ଏହି ଗୁରୁଦ୍ୱାରର ଲଙ୍ଗରରେ ବସି ପ୍ରସାଦ ଖାଇଥିଲେ। ଏହି ସ୍ୱର୍ଣ୍ଣ ମନ୍ଦିରରେ 24 ଘଣ୍ଟା ହାଲୱାର ବ୍ୟବସ୍ଥା ରହିଥାଏ। ଏଠାରେ ଦିନକୁ ପ୍ରାୟ 2 ଲକ୍ଷରୁ ଅଧିକ ରୁଟି ତିଆରି କରାଯାଇଥାଏ। ଏହି ମନ୍ଦିରର 34% ପର୍ଯ୍ୟଟକ ଶିଖ ଧର୍ମ ବ୍ୟତୀତ ଅନ୍ୟ ଧର୍ମର ହୋଇଥାନ୍ତି। ସ୍ୱର୍ଣ୍ଣ ମନ୍ଦିର ପୂର୍ବରୁ ପଥର ଏବଂ ଇଟାରେ ନିର୍ମାଣ ହୋଇଥିଲା। ପରେ ଏଥିରେ ଧଳା ମାର୍ବଲ ବ୍ୟବହାର କରାଗଲା, ଯାହାକୁ ସୁନା ଦ୍ୱାରା ଢଙ୍କା ଯାଇଛି। ବ୍ୟୁରୋ ରିପୋର୍ଟ, NNS ଓଡ଼ିଆ।